ବାଘ ମାମୁଁକୁ ଖୋଜି ଖୋଜି ଆମେ ପହଞ୍ଚି ପଡ଼ିଥିଲୁ ତାଙ୍କର ପ୍ରଥମ ଦ୍ୱାରରେ। ତାଙ୍କର ପ୍ରଥମ ଦ୍ୱାର ଆମକୁ ଗାଡ଼ି ଚେଞ୍ଜ କରିବାର ଥିଲା, କାରଣ ବାଘ ମାମୁଁ ଏହା ସ୍ପେଶାଲି ଆମକୁ ପଠାଇଥିଲେ। ଏହାର ଦାମ ଥିଲା ମାତ୍ର 4000। ଗାଡ଼ିକୁ ପୁରା ଖୁସିରେ ଉଠି ଯାଇଥିଲି ଏବଂ ସମସ୍ତଙ୍କୁ ଡାକିଥିଲି, ଭାଇମାନେ ଆସରେ, ବାଘ ମାମୁଁ ପଠାଇଛନ୍ତି, ବାଘ ମାମୁଁଙ୍କ ଗାଡ଼ିରେ ଆମେ ଯିବା। ତାପରେ ଆମେ ବାହାରି ପଡ଼ିଲୁ ବାଘ ମାମୁଁଙ୍କ ଘରକୁ। ଗେଟ୍ ଖୋଲିଥିଲା ଏବଂ ଆମେ ଧୀରେ ଧୀରେ ଆଗେଇ ଚାଲିଲୁ ବାଘ ମାମୁଁ ଘରକୁ। ଆମେ ସମସ୍ତେ ଉତ୍ସାହିତ ଥିଲୁ ଯେ ବାଘ ମାମୁଁ ଆମକୁ ଗାଡ଼ି ପଠାଇଛନ୍ତି, ଆମେ ବାଘ ମାମୁଁଙ୍କୁ ଦେଖା କରି ଆସିବୁ। ଫ୍ଲାଇଂ କିସ୍ର ଯାତ୍ରା ହେଇଥିଲା। ମାମୁଁ ଘରକୁ ଯାଉଥିବାରୁ ଭଣଜାମାନେ ଅତି ଖୁସି। ମାମୁଁ ଘରେ ପହଞ୍ଚିଲେ କିଏ କ'ଣ କରିବ ସେଥିପାଇଁ ସମସ୍ତେ ପୁରା ଉଲ୍ଲାସରେ ଥିଲେ। କିଏ କହୁଛି ମାମୁଁ ଆମକୁ ଦେବେ ଆଜି କୁଟୁରା ମାଂସ, ତ କିଏ କହୁଛି ଆଜି ମାମୁଁ ଆମକୁ ଦେବେ ମିର୍ଗ ମାଂସ, କିଏ କହୁଛି ମାମୁଁର ଚର୍ଚ୍ଚା ଅତି ଭଲ। ତେଣୁ ସମସ୍ତେ ପୁରା ଗାଡ଼ି ଭିତରେ ପୁରା ଅତି ଉଲ୍ଲାସରେ ଆଗକୁ ଆଗକୁ ବଢ଼ି ଚାଲୁଥିଲୁ। ଏହି ସମୟରେ ମାମୁଁ ପଠାଇଥିବା ପିଏ ଆମକୁ ତାଙ୍କର ରାସ୍ତାରେ ବତେଇଥିଲେ ଯେ କେମିତି ତମେ ମାମୁଁଙ୍କୁ ଦେଖା କରିବ। ମାମୁଁକୁ ଅତି ପାଖରୁ ଦେଖା କରିବ ନା ଦୂରରୁ ଦେଖା କରିବ, ତାଙ୍କୁ ମାମୁଁକୁ ଛୁଇଁବ ନା ଛୁଇଁବନି, କାରଣ ମାମୁଁ ହେଉଛନ୍ତି ରାଜା। କେମିତି ତାଙ୍କୁ ଦେଖା କରିବ କେମିତି ନାହିଁ ସେ ତାଙ୍କର ଡେକୋରମ୍ ସବୁ ଆମକୁ ବତେଇଥିଲେ ଏବଂ ଆମେ ଆଗକୁ ଆଗକୁ ବଢ଼ି ଚାଲୁ। ଏହାପରେ ଆସିଥିଲା ଦ୍ୱିତୀୟ ଦ୍ୱାରର ଦ୍ୱାରପାଳ ଆମର ଆଇଡି ପାସୱାର୍ଡ ଚେକ୍ କରି ଆମକୁ ଦେଖିଥିଲେ ଏବଂ ତାପରେ ସେ ଗେଟ୍ ଖୋଲି ଦେଇଥିଲେ। ଗେଟ୍ ଖୋଲିଦେଲା ପରେ ଆମେ ପୁଣି ଆଗକୁ ଆଗକୁ ବଢ଼ି ଚାଲିଲୁ ଏବଂ ଏହା ବାଘ ମାମୁଁଙ୍କ ଘରରୁ ଅତି ନିକଟ ଶେଷ ଗେଟ୍। ଏହାପରେ ଆମକୁ ମାମୁଁଙ୍କୁ ଦେଖା କରିବୁ, ତେଣୁ ଆମେ ମଧ୍ୟ ଖୁସିରେ ଆଗକୁ ବଢ଼ି ଚାଲିଲୁ। କିଛି ସମୟ ଗଲା ପରେ ମାମୁଁଙ୍କର ଯେତେ ସବୁ ଦ୍ୱାରପାଳ ମାନେ ସମସ୍ତଙ୍କୁ ଆମେ ଦେଖିଥିଲୁ। ଯେପରି ତାଙ୍କର CID ଥିଲା ମୟୂର, ଯେ କିଏ ଆସୁଛି କିଏ ନାହିଁ ସେ ଦେଖିକି ମାମୁଁକୁ ୱାର୍ଲେସ୍ରେ ଜଣାଇଥିଲା ଏବଂ ଆମେ ମଧ୍ୟ ତାକୁ ଦେଖି ଆମର ବାର୍ତ୍ତା ଜଣାଇଥିଲୁ ଯେ ମାମୁଁକୁ ଜଣାଇ ଦିଅ ଆମେ ଯାଉଛୁ ମାମୁଁଙ୍କ ଘରକୁ। କିଛି ସମୟ ମଧ୍ୟରେ ଆମେ ପହଞ୍ଚିଥିଲୁ ମାମୁଁଙ୍କ ଘରେ। ମାମୁଁ ଥିଲେ ମିଟିଂରେ ବ୍ୟସ୍ତ, ତେଣୁ ଆମେ ବାହାରେ ଅପେକ୍ଷା କରିଥିଲୁ। ମାମୁଁଙ୍କୁ ଦେଖା କରି ରାତ୍ର ଭୋଜନ ସାଙ୍ଗେ ଫେରିଥିଲୁ।